ନୂତନ ବର୍ଷରେ ମୋର ପିଲାମାନଙ୍କୁ ଅନେକ ଅନେକ ଶୁଭେଚ୍ଛା। ଆଜିଠୁ ନୂତନ ବର୍ଷ ଆରମ୍ଭ ହେଲା। ଏହି ନୂତନ ବର୍ଷରେ ତୁମକୁ ବହୁତ ଆଶୀର୍ବାଦ ପ୍ରାପ୍ତ କରୁଛି। ତୁମକୁ ଏକ ନୂତନ ଜୀବନ ପ୍ରାପ୍ତ କରୁଛି। ଏହି ବର୍ଷକୁ ଏକ ନୂତନ ଆଶା ସହିତ ଆରମ୍ଭ କର। ଯେଉଁଠି ଆଶା ଅଛି ସେଇଠି ବିଶ୍ୱାସ ଅଛି ଏବଂ ଜୀବନ ମଧ୍ୟ ଅଛି। ଯଦି ତୁମେ ଚାହିଁବ ତୁମ ଜୀବନର ସବୁ ସମୟ ସବୁଠୁ ଭଲ ହୋଇପାରିବ। ଯଦି ତୁମେ ସକାରାତ୍ମକ ରହିବ ତେବେ ଖୁବ୍ ଶୀଘ୍ର ତୁମେ ଉଚ୍ଚତାରେ ପହଞ୍ଚି ପାରିବ। ଗତ ବର୍ଷରେ ଯାହା ହରାଇଛ ସେସବୁକୁ ଭୁଲିଯାଅ ଏବଂ ଯାହା ହାସଲ କରିଛ ସେହି ସଫଳତାକୁ ଉଚ୍ଚତାକୁ ନେଇଯିବା ପାଇଁ ନିଜର ପରିଶ୍ରମକୁ କଠିନରୁ କଠିନତର କର। ମୋର ଆଶୀର୍ବାଦ ତୁମ ଉପରେ ସର୍ବଦା ରହିଛି। ତେଣୁ ପଛଘୁଞ୍ଚା ଦିଅ ନାହିଁ, ଆଗକୁ ବଢ଼ି ଚାଲ। ଆଜିଠୁ ମୋର ଏକ ଆଦେଶ ଶୁଣ। ପ୍ରତ୍ୟେକ ଦିନ ମୋର ସାଇ ସଚ୍ଚରିତର ଏକ ପୃଷ୍ଠା ହେଉ ପଛେ ଶୁଦ୍ଧ ମନରେ ପାଠ କର। ତୁମକୁ ସବୁ ବାଧାବିଘ୍ନରୁ ମୁକ୍ତ କରିବ। ଏହା କେବଳ ଏକ ଗ୍ରନ୍ଥ ନୁହେଁ, ସେଥିରେ ମୁଁ ସ୍ୱୟଂ ବାସ କରେ। ବିଶ୍ୱାସ ରଖ, ମୁଁ ତୁମକୁ ସବୁ ପ୍ରଶ୍ନର ଉତ୍ତର ଦେବି। ତୁମର ମାର୍ଗଦର୍ଶନ ମଧ୍ୟ କରିବି। ତେଣୁ ପଛଘୁଞ୍ଚା ଦିଅ ନାହିଁ, ଆଗକୁ ବଢ଼ି ଚାଲ। ମୋ ଆଶୀର୍ବାଦ ସବୁବେଳେ ତୁମ ସହିତ, ତୁମ ପରିବାର ସହିତ ରହିଛି। ବିଶେଷ କରି ନିଜ ଶରୀରର ଯତ୍ନ ନିଅ। ନିଜକୁ ବହୁତ ସୁସ୍ଥ ରଖ। ସମସ୍ତଙ୍କ ସହ ଭଲ ବ୍ୟବହାର କର। ସ୍ନେହଶୀଳ ବାକ୍ୟରେ କଥା ହୁଅ। ସମସ୍ତଙ୍କୁ ଭଲ ପାଇବା ବାଣ୍ଟ। ତୁମକୁ ମଧ୍ୟ ଖୁବ୍ ଭଲ ପାଇବା ମିଳିବ। ମୁଁ ବହୁତ ସାରା ଆଶୀର୍ବାଦ କରୁଛି। ଏହି ନୂତନ ବର୍ଷ ତୁମ ପାଇଁ ଶୁଭମୟ, ମଙ୍ଗଳମୟ ହେବ। ଓମ୍ ସାଇ ରାମ, ଜୟ ସାଇ ରାମ।